ଆରେ ଭାଇ ମୋଠୁ ଅଧିକ ଆଉ ଖୁସି କିଏ ହେବ ଯଦି ଖାଇବାର କ୍ୱାଲିଟି ଆଉ କ୍ୱାଣ୍ଟିଟି ଦି ଗୁଣା ହେଇଯିବ। ନାଇଁ ନାଇଁ ଏଠି ତିନି ଗୁଣା, କାରଣ ଆମେ ତିନି ସାଙ୍ଗ ଘରୁ କିଛି ନା କିଛି ବନେଇକି ଆଣିଥିଲୁ ଆଉ ବହୁତ ଟେଷ୍ଟି ବି ଥିଲା। ତାପରେ ଚାଲନ୍ତୁ ଆମେ ଖାଇବା ପଛରେ ଦେଖିବା, ଏବେ ଦେଖିବା ଚାଲନ୍ତୁ କ'ଣ କ'ଣ ଆମେ ପୁଣି ବୁଲିଲେ। ତ ତାପରେ ଆମେ ପହଞ୍ଚିଲୁ 3D ଅଡ଼ିଟୋରିୟମରେ, ଯେଉଁଠି ଥିଲେ ପେଙ୍ଗୁଇନ୍, କାରଣ ତାଙ୍କୁ ଟିକେ ଥଣ୍ଡା ଅଞ୍ଚଳ ଦରକାର, ସେଥିପାଇଁ ତାଙ୍କୁ ଅଡ଼ିଟୋରିୟମ ରୁମ୍ରେ ରଖାହେଇଥିଲା। ବହୁତ କୁନି 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 ପୁରା କ୍ୟୁଟ୍ ମୋ ସୌମ୍ୟ ଭଳିଆ ପେଙ୍ଗୁଇନ୍ ଗୁଡ଼ା ଥିଲେ। ଆଉ ତାଙ୍କୁ ଟିକେ ହେଲୋ ହାଇ ବାଇ ଟାଇ କରି କରିକି ଆସିଗଲୁ ପୁଣି ନେକ୍ସଟ। ଆଉ କ'ଣ ଅଛି ଦେଖିବା ପାଇଁ। ବାବାରେ କି ଡିଜେ ନାଚ, ଡିଜେ 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 ଡିଜେ। ତ ତାପରେ ଆମେ ପହଞ୍ଚି ଯାଇଥିଲୁ ପକ୍ଷୀମାନଙ୍କୁ ଦେଖିବା ପାଇଁ। ସେଠି ଛୋଟରୁ ବଡ଼ ମଧ୍ୟମ ସ୍ଥଳୀର ଛୋଟ କ'ଣ କହିବି, ସିଧା କହୁଛି ଲିଟିଲ୍ ପକ୍ଷୀ, ମିଡ଼ିଲ୍ ପକ୍ଷୀ, ବିଗ୍ ପକ୍ଷୀ, ଯେତେ ପ୍ରକାର ପକ୍ଷୀ ଥିଲା, ମାନେ ଯେଉଁମାନଙ୍କ ମୁଁ ନାଁ ବି ଜାଣିନି ତାଙ୍କୁ ବି ଆଜି ଦେଖିନେଲି। ତାପରେ ଦେଖିଲି ମୁଁ ଦୁଇ ଭାଇଙ୍କୁ, ଟଟରାଇଜ୍ ଆଉ ଟଟ୍ରେଲ୍, ମାନେ ଦୁଇ, ଯାହାକୁ କହିବେ ଆପଣ ଦୁଇ ଜାଆଁଳା ଭାଇ, ବାସ୍ ଗୁଣ ଅଲଗା ଅଲଗା ପ୍ରକାର। କିଏ ପାଣିରେ ରୁହେ, କିଏ ବାଲିରେ ରୁହେ, କିଏ ପାଣି ଖାଏ ତ କିଏ ଘାସ ଖାଏ। ତ କିନ୍ତୁ ସେମାନେ ଦୁଇ ଜାଆଁଳା ଭାଇ, ତ ଯେମିତିକା ଗଙ୍ଗା ଯମୁନା ପରି ଆଉ। ତାପରେ ଛୁଆମାନେ ଆସିକି ପହଞ୍ଚି ଯାଇଥିଲେ କ୍ରକୋଡାଇଲ୍ରେ। ଇଏ ହେଉଛି ଅରିଜିନାଲ୍ କ୍ରକୋଡାଇଲ୍, ନୁହେଁ ଡୁପ୍ଲିକେଟ୍, ସେଇଥିପାଇଁ ମନ ଖୁସିରେ ପୁରା ଏରୋପ୍ଲେନ୍ ବସିଲା ଭଳିଆ ଉଡ଼ୁଛନ୍ତି ଛୁଆମାନେ। ତାପରେ ଏପଟେ ଆସିଗଲା ଅରିଜିନାଲ୍ କ୍ରକୋଡାଇଲ୍। ଏଠି ବସିବ କିଏ, ଆପଣମାନେ, କାହିଁକିନା ଆପଣମାନେ ଜମା ମୋ ଭିଡ଼ିଓକୁ ଭଲ ଭାବରେ ଦେଖୁନାହାନ୍ତି କି ଫଲୋଅର୍ସ କରୁନାହାନ୍ତି, ସେଥିପାଇଁ ଆପଣମାନଙ୍କୁ ବି ମୁଁ ଏଇଠି ବସେଇଦେବି। ତାପରେ ପିଲାମାନେ ବଟରଫ୍ଲାଏରେ ଉଡ଼ି ଉଡ଼ି ଆସି ପହଞ୍ଚିଗଲେ ପୁଣି ଆଉ କିଛି ପକ୍ଷୀମାନଙ୍କ ପାଖକୁ। ସେଠି ଦେଖିଲେ ପକ୍ଷୀର ହିଁ ମେଳା ଥିଲା ନା। ତ ଆପଣମାନେ ଯଦି ଭିଡ଼ିଓ ଭଲ ଲାଗିଥିବ ଭିଡ଼ିଓଟିକୁ ଫଲୋ ସବସ୍କ୍ରାଇବ୍